ଦେଖନ୍ତୁ ଭାଇ ଭଉଣୀ ସମ୍ପର୍କ କିଛି ନିଆରା ଏମିତି ହିଁ ଥାଏ। ଦେଖନ୍ତୁ ଏତେ ବଡ଼ ପିଲାଟା ହେଲେଣି ବି ନଖ କାଟୁନି। ସାନ ଭଉଣୀ ଆସିଥିଲା ତା ନଖ କାଟିଦେଲା। ତାପରେ ସେ ବାହାଘର ପୂର୍ବରୁ ବି ତା ଦାୟିତ୍ୱ ସବୁ କିଛି ନିଏ। ଯେହେତୁ ଆମେମାନେ ସବୁ ବହୁତ ଶୀଘ୍ର ପଳେଇ ଆସିଥିଲୁ ବାହା ହେଇକି, ତ ସେଥିପାଇଁ ସେ ତା ଦାୟିତ୍ୱ ନେଉଥିଲା। ମୁଁ ବହୁତ ଇମୋସନାଲ୍ ହେଇଯାଇଥିଲି। କାରଣ ସେ ବହୁତ ଦିନ ପରେ ଆସିଥିଲା, 2 ଦିନ ରହିଲା। ଯେହେତୁ ବଡ଼ ଭଉଣୀ ନା, ସାନ ଭଉଣୀ ପ୍ରତି ଦୁର୍ବଳତା ବହୁତ ହି ରୁହେ ସାନ ଭାଇ ଭଉଣୀଙ୍କ ପ୍ରତି। ତ ବହୁତ ଛାଡ଼ିକି ତାଙ୍କୁ ମିସ୍ କରେ। ସେ ତାପରେ ତା ଶାଶୁଘରକୁ ଗଲା। ଆଉ ବହୁତ ହି ମୋତେ ଦୁଃଖ ଲାଗିଲା। ତଥାପି ଯାହା ହଉ ଶାଶୁଘରକୁ ତ ଯିବା କଥା। ଶାଶୁଘର ପରେ ଭାଗଲପୁର ପଳେଇବ। ଏଠି ବାବା ବି ବହୁତ କାନ୍ଦିଲେ। ତାପରେ ମୁଁ ଫାଇନାଲି ସନ୍ଧ୍ୟାବେଳକୁ ଖାଇ ପିଇ ସାରିଲା ପରେ ସନ୍ଧ୍ୟାବେଳକୁ ଇଡ଼ଲି ବନେଇଦେଲି, ମଟର ତରକାରୀ ବନେଇଦେଲି। ଯାହା କହ ଭାଇ ଭଉଣୀଙ୍କ ସମ୍ପର୍କ କିଛି ନିଆରା ହିଁ ଥାଏ। ଭାଇ ଭଉଣୀ ସମ୍ପର୍କ ନା ଏମିତି ଗୋଟେ ସମ୍ପର୍କ ଯେ ତାକୁ ମାନେ ବର୍ଣ୍ଣନା ବି କରିହେବନି। ତ ଫାଇନାଲି ମୋ ଇଡ଼ଲି ପୁରା ରେଡ଼ି ହେଇଗଲା। ଇଡ଼ଲି ମଟର ତରକାରୀ ବନେଇଦେଲି। ମା ଆଉ ମୁଁ ଖାଇଲୁ, ରହିଲି। ଜୟ ଜଗନ୍ନାଥ।